କୃତାନ୍ତକ କିସ କରିବେ ସେ ତ ଷଡ଼ ଐରୀ। କୃତାନ୍ତକ ହେଲେ ଯମ। ଷଡ଼ ଐରୀକୁ ଦମନ କଲେ ଯମ ବି କିଛି କରିପାରିବ ନାହିଁ। ଷଡ଼ ଐରୀଟା କ'ଣ? ଷଡ଼ ଐରୀ ପ୍ରଥମ ରହିଲା କ୍ରୋଧ, ଦ୍ୱିତୀୟରେ ରହିଲା ଲୋଭ, ତୃତୀୟରେ ରହିଲା ମୋହ, ତାପରେ ଚତୁର୍ଥରେ ରହିଲା ମାଶ୍ଚର୍ଯ୍ୟ। ସେଇଟା ହେଉଛି ବିଶେଷଣ ପଦ। ବିଶେଷ୍ୟ ହେଲା ମତ୍ସର। ମତ୍ସର ମାନେ ଈର୍ଷା। ଈର୍ଷାକୁ ପୁଣି ଭଲ ଭାବରେ ଗଲେ ତର୍ଜମା କଲେ ପରଶ୍ରୀ କାତରତା। ଅନ୍ୟର ସୁଖ ସୌଭାଗ୍ୟକୁ ଦେଖି ସହି ନ ପାରିବାର ହେଲେ ତାକୁ ଈର୍ଷା କୁହାଯାଏ। ତମ କୁହ। ଜନକୁ ଡରଇ ପିଠି ପାତ ନା ଦେଇ ନିରକ୍ଷ ହୋଇ ପଡ଼ିଅଛି ଭବ ସାଗରେ ବ୍ୟାଖ୍ୟା କରନ୍ତୁ। ନିରେଖ ହୋଇ ପଡ଼ିଅଛି ଭବ ସାଗରେ ମୁହିଁ। କ'ଣ ସେ ମୂଳ ପଦଟା ରହିଲା ତମର? ଦୁର୍ଜନ ଜନକୁ ଡରଇ ପିଠି ପାତନା ଦେଇ। ଇଏ ତ ମହାପୁରୁଷ ୟାକୁ ପଞ୍ଚଦଶ ଶତାବ୍ଦୀରେ ଲେଖିଲେ, କିନ୍ତୁ ଇଏ ଛୋଟ ପିଲାଙ୍କ ବହି ବର୍ଣ୍ଣବୋଧରେ ସିଏ ତାକୁ ଭଲ ଭାବରେ ଲୋକଙ୍କୁ ସଚେତନ କରାଇଲେ। ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଶ ନ ଯାଅ ଦନାଇ। ତେଣୁ ଯିଏ ଅରଣା ମଇଁଷି ହେଉଛି ସେଇ ଦୁଷ୍ଟ ଲୋକ ସହିତ ସେ ତୁଳନୀୟ, ଦୁର୍ଜନ ସହିତ ତୁଳନୀୟ। ତେଣୁ ତା ସମ୍ମୁଖକୁ ଆମେ ଯିବା ନାହିଁ। ମହାପୁରୁଷ ଲେଖିଲେ ପିଠି ପାତ ନା ଦେଇ। ପିଠି ଦେଇକିରି ଯିବ, ତା ସହିତ ମୁଖ ମିଶେଇବ ନାହିଁ, ତା ଆଖି ସହିତ ଆଖି ମିଶେଇବ ନାହିଁ। ଆଉ ପିଠିଟା ସବୁବେଳେ ତା ସମ୍ମୁଖକୁ ରହିବ। ତେଣୁ ଶତ୍ରୁ ସହିତ ମୁହାଁମୁହିଁ ହୁଅ ନାହିଁ। ଶତ୍ରୁ ସହିତ ଦେଖିଲେ ଦୂରକୁ ଚାଲିଯାଅ, କାରଣ ସେ ଦେଖିଦେଲେ ପାତନା ଦେବ। ପାତନା ଅର୍ଥ ପୋଡ଼ା ହେଲେ ମଣିଷର ଯେଉଁଭଳି ଯନ୍ତ୍ରଣା ହୁଏ, ଖାଲି ଶରୀରରେ ହୁଏ ନାହିଁ, ମନରେ ବି ହୁଏ। ତା'ର ହସରେ, ତା'ର ଚାଲିରେ, ତା'ର କଥାରେ ପୋଡ଼ା ଉଠିବ। ତେଣୁ ତା ସମ୍ମୁଖକୁ ଯିବା ହିଁ ଦୋଷା ହେବ। ଯେପରି ଅରଣା ମଇଁଷି ଟେକି ମଣିଷକୁ ଫୋପାଡ଼ି ଦେଉଛି ବିନା କାରଣରେ, ମାଡ଼ି ଆସୁଛି, ତେଣୁ ଦୁର୍ଜନ ହେଉଛନ୍ତି ଅରଣା ମଇଁଷି। ଆଉ ଯଦି ବା ଜାଣିଶୁଣି ଯିଏ ଯାଏ ଏ ସଂସାରରେ, ତାକୁ ଦନେଇ କୁହାଯାଏ। ଦନେଇ ଅର୍ଥ ସେ ହେଉଛି ଯେଉଁଟା ନିର୍ଲଜ ନିଲଠା ଲୋକ। ତେଣୁ ଜାଣୁଛି ଏଇଟା ଦୁଷ୍ଟ, ଏଇଟା। ଆଉ 15 ସେକେଣ୍ଡ। ହଁ। ତୁମେ ଯେବେ କୃପା କରିବ ମୋତେ ଥିବ ଆବରି, କୃତାନ୍ତକ କିସ କରିବ ମୋର ଷଡ଼ ଐରୀ। ବ୍ୟାଖ୍ୟା କର। ଭଗବାନଙ୍କ ନାଇଁ ଆମର ଅଡ଼ିଆନ୍ସର ବି ଫଟୋ ଉଠି ଯାଇଛି। ଆମେ ନହେଲେ ଶୁଣୁଛୁ, ଆମେ ଦେଖୁଛୁ ବକ୍ତା। ଏବେ ଆମର ଚା ଖଟିର ଠିକ୍ ଏଇଟା ସବୁ ରହିବା ଦରକାର। ଗୋପାଳରେ ଆଗ ଉଠିଛି ନା ଦାଦାଙ୍କ ପଛ ଆଡ଼ୁ ଉଠିଛି। ନାଇଁ ଠିକ୍ ନାହିଁ। ଆମର ଏଇଟା ବୈଠକ ହେଉଛି ମାନେ ଠାକୁରଙ୍କର ବାବଦରେ ଆମେ କିଛି ଶୁଣୁଛୁ।